ଚିତ୍ରଗ୍ରୀବର ଉଚିତ ଅଭିମାନ। ରଚନା ଗୋଲକ ବିହାରୀ ଧଳ। ବିଷ୍ଣୁ ଶର୍ମା ମୂର୍ଖ ରାଜପୁତ୍ରମାନଙ୍କୁ ପଣ୍ଡିତ ତଥା ସର୍ବଶାସ୍ତ୍ର ସୁଚତୁର କରିବା ପାଇଁ ଗଳ୍ପ ଶୁଣାଉଥିଲେ। ଗଳ୍ପଗୁଡ଼ିକ ଅତି ସାଧାରଣ ମନେ ହେଉଥିଲେ ମଧ୍ୟ ସେଥିରେ ବହୁ ଅସାଧାରଣ ଜ୍ଞାନ ରହିଛି। ଅତି ଜଣାଶୁଣା କଥାଟିଏ କପୋତରାଜ ଚିତ୍ରଗ୍ରୀବଙ୍କ କାହାଣୀ। କପୋତରାଜ ଚିତ୍ରଗ୍ରୀବ ସଦଳବଳେ ଆକାଶରେ ଉଡ଼ି ଯାଉଥିବା ବେଳେ ଅରଣ୍ୟ ମଧ୍ୟରେ ତଣ୍ଡୁଳକଣା ଦେଖି ଲୋଭରେ ଓହ୍ଲାଇ ପଡ଼ି ଜାଲରେ ପଡ଼ିଲେ। ଜାଲରୁ ମୁକୁଳିବା ପାଇଁ ସେ ଯାଇ ବନ୍ଧୁ ମୂଷିକରାଜ ହିରଣ୍ୟକଙ୍କ ନିକଟରେ ପହଞ୍ଚିଲେ। ହିରଣ୍ୟକ ତାଙ୍କୁ ଓ ତାଙ୍କର ଅନୁଚରମାନଙ୍କୁ ବିପନ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯାହା ହେଉ ବନ୍ଧୁଙ୍କୁ ବିପନ୍ନ ଦେଖି ସେ ପ୍ରଥମେ ଆସିଲେ ଚିତ୍ରଗ୍ରୀବଙ୍କର ଫାଶ କାଟିବା ପାଇଁ। କିନ୍ତୁ ଚିତ୍ରଗ୍ରୀବ ମନା କଲେ। କହିଲେ, ମୋ ଫାଶ କାଟିବା ପାଇଁ ଆପଣ ଆଗ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ପ୍ରଥମେ ମୋର ଆଶ୍ରିତମାନଙ୍କର ଫାଶ କାଟନ୍ତୁ, ତାପରେ ମୋର କାଟିବେ। ତାଙ୍କ କଥାର ତାତ୍ପର୍ଯ୍ୟ ହେଉଛି ଯେ ଅନ୍ୟାନ୍ୟ କପୋତମାନଙ୍କ ପରି ସେ ମଧ୍ୟ ଗୋଟିଏ କପୋତ। ତଥାପି ସେ ସେମାନଙ୍କର ରାଜା। ରାଜା ହେବାର ଯାହାର ଅଭିମାନ ଅଛି, ଆଶ୍ରିତମାନଙ୍କୁ ରକ୍ଷା କରିବାର କର୍ତ୍ତବ୍ୟ ମଧ୍ୟ ତାର ଅଛି। ସେହି ଅଭିମାନ ହିଁ ରାଜାଙ୍କର ରହିବା ଉଚିତ, କାରଣ ତାହା ହିଁ ରାଜାର ଉଚିତ ଅଭିମାନ। ଏହି ଉଚିତ ଅଭିମାନ ଯୋଗୁଁ ଲୋକ ବୋଧହୁଏ ନିଜକୁ ଛୋଟ ଛୋଟ ସ୍ୱାର୍ଥ ଚିନ୍ତାରୁ ରକ୍ଷା କରି ଆଦର୍ଶ କାର୍ଯ୍ୟ କରିଥାଏ। ସେତେବେଳେ ଖାଲି ଇଂଲଣ୍ଡରେ କାହିଁକି ସମଗ୍ର ପୃଥିବୀରେ ଚହଳ ପଡ଼ିଥାଏ। ସମ୍ପୂର୍ଣ୍ଣ ନୂଆ କଥା। ଇଂଲଣ୍ଡର ରାଜା ଅଷ୍ଟମ ଏଡୱାର୍ଡ ଜଣେ ପରିତ୍ୟକ୍ତା ଆମେରିକାନ ରମଣୀ ସିମ୍ପସନଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥାନ୍ତି। ଇଂଲଣ୍ଡର ରାଜବଂଶରେ ଏପରି ସାମାଜିକ ଅଧପତନ କେହି କେବେ କଳ୍ପନା କରିନଥିଲେ। ଇଂରେଜ ଜାତି ପରି ରକ୍ଷଣଶୀଳ ଜାତି ପୃଥିବୀରେ ଖୁବ୍ କମ୍। ଏହି ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ଥାନ୍ତି ବଲ୍ଡୁଇନ। ବ୍ରିଟିଶ ପାର୍ଲାମେଣ୍ଟ ସ୍ଥିର କରିଥାନ୍ତି ଯେ ସିମ୍ପସନଙ୍କ ପରି ଜଣେ ସାଧାରଣ ପରିବାରର ପରିତ୍ୟକ୍ତା ନାରୀଙ୍କୁ ଇଂଲଣ୍ଡର ରାଜା କେବେ ହେଲେ ବିବାହ କରିପାରିବେ ନାହିଁ। ରାଜା କିନ୍ତୁ ଭାବୁଥାନ୍ତି, ଯାହାଙ୍କୁ ରାଜା ବୋଲି ସ୍ୱୀକାର କରାଯିବ ତାଙ୍କର ବ୍ୟକ୍ତିଗତ ବ୍ୟାପାରରେ ଏତେ ହସ୍ତକ୍ଷେପ ସହ୍ୟ କରାଯାଇପାରିବ ନାହିଁ। ଇଂଲଣ୍ଡର ରାଜା ଏଡୱାର୍ଡଙ୍କ ପକ୍ଷରେ ପ୍ରେମ ପାଇଁ ସମ୍ରାଟ ମୁକୁଟକୁ ଫିଙ୍ଗି ଦେଇ ଚାଲିଯିବା କିଛି କମ୍ କଥା ନୁହେଁ। ସେହି ପଦବୀ ତ୍ୟାଗର ଘୋର ଘନଘଟା ଭିତରେ ଲକ୍ଷ୍ୟ କଲେ ଦେଖାଯିବ ଯେ ରାଜପୁତ୍ରର ଉଚିତ ଅଭିମାନ ତାଙ୍କୁ ବହୁ କ୍ଷୁଦ୍ରତାରୁ ରକ୍ଷା କରିଛି। ବଲ୍ଡୁଇନ ଭାବିଥିଲେ ବିଦାୟୀ ରାଜା ତାଙ୍କର ଭାଷଣରେ ଯାହା କହିଯିବେ ସମଗ୍ର ବିଶ୍ୱ ଜନତା ଉପରେ ନିଶ୍ଚୟ ତାର ପ୍ରଭାବ ପଡ଼ିବ। ସେ ଯେଉଁ ଧାରଣା ସୃଷ୍ଟି କରିଦେଇଯିବେ ତାହା ହୁଏତ ବହୁକାଳ ସ୍ଥାୟୀ ହୋଇ ରହିଯିବ। ତେଣୁ ସେ ଅନ୍ୟ ଜଣଙ୍କ ହାତରେ ରାଜାଙ୍କ ନିକଟକୁ କହି ପଠାଇଲେ ଯେ ସେ ତାଙ୍କ ବିଦାୟ ବାର୍ତ୍ତାରେ ବଲ୍ଡୁଇନଙ୍କ ସପକ୍ଷରେ କିଛି କହିଲେ ସେ ବା ବଲ୍ଡୁଇନ ନିଶ୍ଚୟ ଉପକୃତ ହେବେ। ରାଜା ଏକଥା ଶୁଣି ଟିକେ ହସିଲେ। ମନେ ମନେ ଭାବିଲେ, ଯେଉଁ ଲୋକ ତାଙ୍କୁ ରାଜଗାଦିରୁ ବିଦାୟ କରିଦେବା ପାଇଁ କୌଶଳର ଜାଲ ବୁଣିପାରେ, ସେହି ଲୋକ ପୁଣି ତାଙ୍କରି ପାଟିରୁ ପ୍ରଶଂସା ଶୁଣିବା ପାଇଁ ଏତେ ପାଗଳ। ସେ ପୁଣି ଭାବିଲେ, ସେ ତ ସାଧାରଣ ରାଜନୀତିଜ୍ଞ ନେତା ନୁହନ୍ତି, ସେ ବରଂ ରାଜପୁତ୍ର। ରାଜନୀତିଜ୍ଞ ନିଜର ସ୍ୱାର୍ଥ ରକ୍ଷା ପାଇଁ ସତ୍ୟ ମିଥ୍ୟାର ମାୟାଜାଲରେ ଖେଳ ଖେଳିପାରେ, କିନ୍ତୁ ରାଜପୁତ୍ର ସେ ସବୁ ଜୁଆ ଖେଳର ଊର୍ଦ୍ଧ୍ୱରେ। ଇଂଲଣ୍ଡର ରାଜପୁତ୍ର କେବେ ଏତେ କ୍ଷୁଦ୍ର ହୋଇପାରେ ନା, କାରଣ ସେ ରାଜପୁତ୍ର। ରାଜପୁତ୍ରର ଦର୍ଶନ ସାମାନ୍ୟ ସାଧାରଣ ଜନତାର ଦର୍ଶନଠାରୁ ବହୁତ ଭିନ୍ନ। ତେଣୁ ସେ ସ୍ଥିର କଲେ, ନା, ଏହି ଶେଷ ମୁହୂର୍ତ୍ତରେ ମଧ୍ୟ ସେ କେବେ ହେଲେ କ୍ଷୁଦ୍ର ହୋଇପାରିବେ ନାହିଁ। ବଲ୍ଡୁଇନଙ୍କ ବ୍ୟବହାରରେ ସେ ଯେତେ କ୍ଷୁର୍ଣ୍ଣ ହେଲେ ମଧ୍ୟ ତାଙ୍କୁ ସେ କ୍ଷମା ଦେବେ ଓ ତାଙ୍କୁ ପ୍ରଶଂସା କରି ରେଡ଼ିଓରେ ଭାଷଣ ଦେବେ। ତାହା ହିଁ ହେଲା। ରାଜପୁତ୍ର ନିଜର ଉଚିତ ଅଭିମାନ ରକ୍ଷା କରି ବଲ୍ଡୁଇନଙ୍କୁ ପ୍ରଶଂସା କରି ଭାଷଣ ଦେଲେ। ବିଶ୍ୱ ଇତିହାସରେ ଉଦାରତାର ଏକ ଅନୁପମ କାହାଣୀ ଚିରକାଳ ପାଇଁ ରହିଗଲା। ସଦ୍ୟ ସ୍ୱାଧୀନ ଭାରତବର୍ଷରେ 1 ଅଗଷ୍ଟ 15 ପାଳନ କରାଯାଉଥାଏ। ଲକ୍ଷ୍ନୌରେ ଉତ୍ତରପ୍ରଦେଶର ପ୍ରଧାନମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ଭାଷଣ ଦେଉଥାନ୍ତି। ଲୋକେ ଉତ୍କର୍ଣ୍ଣ ହୋଇ ଶୁଣୁଥାନ୍ତି।
ब्रिटिश मानकठारू भारतीय नेता माने जेते निर्यातना सहिथांती सबु कथा आज बोधुए पंत कहबे बोली लोके भाबुथांती। सभा आरंभ होई शेष होला किंतु ब्रिटिश मानक विरुद्ध रे पदे हेले केही पंतक मुहरु शुणिबाकु पाइले नाही। केतेक लोक असंतुष्ट हेले, केतेक आश्चर्य भी हेले। से दिन संध्यारे जने विशिष्ट व्यक्ति पंत को देखा करबाकू जाइथिले। पंत पचारिले तांको भाषण आज केमती लागिला। से भद्र व्यक्ति कहिले तांको आदौ भलो लागिला नाही, कारण तांको भाषण रे ब्रिटिश मानक विरुद्ध रे पदे हेले किछि नथिला। से माने ए देशर व्यक्ति जाति तथा समाजगत सबु प्रकार अत्याचार करि जाइछन्ति, अथच आबे नीरवरे से सब सही पार्टी रे भी पदे हेले प्रतिवाद करिनाहु। सब सुनि सारी पंत कहिले नीरवरे निर्यातना सही ब्रिटिश मान को विदाय देवार शिक्षा देइथिले हमकु गांधी। पृथ्वी रे हिंसा प्रणोदित तरबारीर रक्ताक्त इतिहासर उदाहरणर अभाव नाही, किंतु अहिंसा प्रतिरोधर इतिहास केवल भारत परी पुराण प्रसिद्ध प्राचीन देश रे अछि। वास्तव रे आज उच्च पदवी रे रही पवित्र दिवस रे अन्य प्रति आक्षेप करिथिले निजर क्षुद्रता प्रकाश पाइथांता। क्षमा ही उच्चतार एकमात्र परिमाप। महानतार अर्थ ही क्षुद्र प्रति उदारता। उदारमना गोविंद बल्लभ पंत कठारु एकथा शुणी प्रश्नकर्ता भद्रव्यक्ति आउ किछि कहि न पारि कांदी पकाइथिले। आम पुराण इत्यादि रे उचित अभिमानर उदाहरण कम नाही। सम्मुखरे युद्धर घनघटा देखि अर्जुन विषर्ण होई बसी पड़िथिले, किंतु सुचतुर श्रीकृष्ण तांको क्षत्रियर उचित अभिमान कथा कही जाग्रत करथिले। से कहिथिले क्षत्रिय तार अभिमान रक्षा करे युद्धरे, का पुरुषर जीवन कलंकमय। क्षत्रियर अभिमान रक्षा करिबा पई तुमे युद्ध कर। अर्जुन ताहा बुझिपारी युद्ध कले। चित्रग्रीव राजा, अष्टम एडवार्ड राजा और राजपुत्र, पंत राजपुरुष मंत्री, किंतु समस्तंकर आदर्श थिला एक, समस्तंकर थिला उचित अभिमान। रिक्त अभिमान अनावश्यक, किंतु उचित अभिमान मनुष्य को उदारतार आदर्श रे अनुप्राणित करे। मनुष्य को बहु क्षुद्रतार ऊर्ध्वरे रही महानतार महत्व प्रचार करे। मनुष्य जदि निज पदवीर उचित अभिमान रक्षा करि पारंता ताहेले सहजरे निम्न स्तर को खसी पड़ंता नहीं, किंबा दुनिया पाई एते दुख सृष्टि करंता नहीं। दुनियार बहु दुख, दुर्नीति, निर्यातनार अवसान हुअंता। श्रोता बंधु, एइठी शेष होला चित्रग्रीवर उचित अभिमान। रचना गोलक बिहारी धळ। प्रबंधटी आपण मानकु केमिति लागिला कमेंट करी निश्चित जणाइबे। चैनल नुआ होइतिले सब्सक्राइब करबाकू भूलिबे नाही। रहिलु, नमस्कार।